जय जय जगन्नाथ। नमस्कार। सकाळरे खबर जेनभिजन आपण मानक जनाऊँ नूतन वर्षर अनेक अनेक शुभेच्छा सह शुभकामना। आसतु किसी गुरुत्वपूर्ण घटना पर नजर पकई नवा। प्रथमे देखिनवा लघुचाप जनित वर्षार ओडिशारे प्रभाव पड़ब कि एवं जो भली शीत प्रकोप्रे ओडिशा वर्तमान थरबर एवं सबुआड़े सबु जिले बर्तमान देखा मिलूँ शीतर प्रकोप। এই শীত প্রকোপ ভিতরে ওড়িশারে বর্তমান ঝিপি ঝিপি বর্ষা এবং হেব বলে মধ্য আকলন করেছি পাণিপাগ বিভাগ। বর্তমান দর্শক বন্ধু ওড়িশারে বর্তমান রয়েছে যেভাবে লঘুচাপ জনিত বর্ষাকে নেই বর্তমান যেভাবে ভাবে পূর্বর লঘুচাপ জনিত বর্ষা লা এবং লঘুচাপে ওড়িশা বর্তমান বেহাল পরিস্থিতি সৃষ্টি হব তাকে আখি আগে রখি এবং ভারতীয় পাণিপাগ বিভাগ তরফর যে সতর্ক সূচনা জারি করা যাইছি বর্তমান যে পশ্চিম ঝড় প্রভাবে ওড়িশারে লাগিপারে ঝটকা কিন্তু এই শীতরে টিকে ব্রেক রহিব বলি আকলন করুছি আঞ্চলিক পাণিপাগ বিভাগ। দর্শক বন্ধু কই রখুছু বর্তমান যেভাবে ওড়িশারে রয়েছে শীতর প্রকোপ হাড়ভঙ্গা শীত সহিত প্রবল শীতরে থরুছি সারা ওড়িশা। ସବୁଆଡ଼େ ଦେଖିବାକୁ ମିଳୁଛି ଶୀତ ଏବଂ ସବୁଠି ବରଫ ପଡ଼ିଲା ଭଳିଆ ଲାଗୁଛି। ପାଣିପାଗ ବିଭାଗ ତରଫରୁ ଯେଉଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ଦର୍ଶକ ବନ୍ଧୁ କିଛି ଭିଜୁଆଲ୍ ମାଧ୍ୟମରେ ଆମେ ଆପଣଙ୍କ ପାଖକୁ ନେଉଛୁ ଯେଉଁ ଭିଜୁଆଲ୍ ଦର୍ଶକ ଏବଂ ଯେଉଁଭଳି ପାଣିପାଗ ବିଭାଗ ତରଫରୁ ବର୍ତ୍ତମାନ ସତର୍କ ସୂଚନା ମଧ୍ୟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ବର୍ତ୍ତମାନ ଓଡ଼ିଶାରେ କଲବଲ କରୁଛି ଶୀତ। ଏହି ଶୀତରେ ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁଭଳି ସତର୍କ ସୂଚନା ମଧ୍ୟ ଜାରି କରିଛି ତାହା ମଧ୍ୟ ଦେଖିବାକୁ ରହିଛି। ଯେଉଁଭଳି ଓଡ଼ିଶାରେ ରହିଛି ବର୍ଷା ତା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ରହିଛି। ଆସନ୍ତୁ ପୁରା ଭିଡ଼ିଓ ଉପରେ ଟିକେ ନଜର ପକାଇ ନେବା ଦର୍ଶକ ବନ୍ଧୁ ରାଜ୍ୟରେ ପୁଣି ହାଡ଼ ଭାଙ୍ଗିବ ଜାଡ଼ ଏବଂ ପୁଣି ଏକ ରାଜ୍ୟରେ ଫେରୁଛି ଶୀତ। ଅନେକ ସ୍ଥାନରେ 2ରୁ 3 ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ସହ ସବୁଠି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଆହୁରି 3 ଦିନ ଯାଏ ରାଜ୍ୟରେ ବର୍ତ୍ତମାନ ରହିବ ଶୀତର ପ୍ରକୋପ। ଏହି ଶୀତର ଲହରୀ ଜାରି ରହିବ ବୋଲି ୱାର୍ଣ୍ଣିଂ ହେଉଛି ପାଣିପାଗ ବିଭାଗ ତରଫରୁ ବର୍ତ୍ତମାନ ସତର୍କ ସୂଚନା ଜାରି କରିଛି। ଆସନ୍ତା 24 ଘଣ୍ଟା ପାଇଁ ଅନୁଗୁଳ ଏବଂ ଝାରସୁଗୁଡ଼ା ଏହି ଦୁଇଟି ଜିଲ୍ଲାରେ ଶୀତର ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ ଓଡ଼ିଶାରେ ପ୍ରବଳ ଶୀତ ସହିତ ରହିବ ବୋଲି ଆକଳନ ମଧ୍ୟ କରୁଛି। 18ରୁ ଶୀତରେ ଲାଗିବ ବ୍ରେକ୍ କିନ୍ତୁ ରାଜ୍ୟରେ ପୁଣି ଲେଉଟିଛି ଶୀତ। ବିଭିନ୍ନ ସହରରେ ପାରଦ 3 ଡିଗ୍ରୀରୁ 4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଉଥିବା ବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି ନିମ୍ନଗାମୀ ହେବ ବୋଲି ଶୀତ ଆହୁରି ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ପୂର୍ବାନ କରାଯାଇଛି। କିନ୍ତୁ ବର୍ତ୍ତମାନ 16 ତାରିଖ ଯାଏ ବର୍ତ୍ତମାନ ଯେଉଁଭଳି ରହିଛି 17, 16, 18 ତାରିଖ ପର୍ଯ୍ୟନ୍ତ ରହିବ ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଏଭଳି ଏକ ଦୃଶ୍ୟ ଯେଉଁ ବୁଧବାର ଏବଂ ଗୁରୁବାର ଝାରସୁଗୁଡ଼ା ଏବଂ ଅନୁଗୁଳ ଏବଂ ବୌଦ୍ଧ ଜିଲ୍ଲାରେ ଥଣ୍ଡା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିছে ବେଳେ କିନ୍ତୁ ମାନେ ଯେଉଁଭଳି ଦିଆଯାଇଛି ଗୁରୁବାରରେ ସୁନ୍ଦରଗଡ଼ ବା ଆଜି ଯେଉଁଭଳି ଭାବରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ଆଲର୍ଟ ମଧ୍ୟ ଜିଲ୍ଲାକୁ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ ଏଭଳି ଏକ ବର୍ତ୍ତମାନ ରହିଛି ଓଡ଼ିଶାରେ ପ୍ରବଳ ବର୍ଷାକୁ ମଧ୍ୟ ନେଇକି ସତର୍କ ସୂଚନା ମଧ୍ୟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ ଆମେ କହି ରଖୁଛୁ ପୁଣି ସେପରି ଆମେ କିଛି ଦୃଶ୍ୟ ଆମେ ଦେଖାଉଛୁ ଯେଉଁଭଳି ଦୃଶ୍ୟ ରହିଛି ଓଡ଼ିଶା ଉପରେ ତାହା ମଧ୍ୟ ସ୍ପଷ୍ଟ କରୁଛି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁ ସତର୍କ ସୂଚନା ମଧ୍ୟ ଜାରି କରିଛି ତାହା ମଧ୍ୟ ଦେଖିବାକୁ ବାକି ରହିଛି। କିନ୍ତୁ ଏଭଳି ଭାବରେ ରାଜ୍ୟରେ ଆମେ ମୋଟାମୋଟି ଭାବରେ କହିପାରିବା ରାଜ୍ୟରେ ଆଞ୍ଚଳିକ ପାଣିପାଗ ବିଭାଗ ଆଗାମୀ ଦିନ ତାପମାତ୍ରା ଆହୁରି ବଢ଼ିପାରେ ବୋଲି ମଧ୍ୟ ସିଧାସଳଖ ସ୍ପଷ୍ଟ ଚିତ୍ରରେ ଆମେ ଆପଣମାନଙ୍କୁ କହି ରଖୁଛୁ। କିନ୍ତୁ ପଶ୍ଚିମ ଝଡ଼ ପ୍ରଭାବରେ 18 ତାରିଖରୁ ତାପମାତ୍ରା ବୃଦ୍ଧି ଘଟି ଶୀତର ବ୍ରେକ୍ ଲାଗିବ ବୋଲି ମଧ୍ୟ ପାଣିପାଗ ବିଜ୍ଞାନ ତରଫରୁ ମଧ୍ୟ ସୂଚନା ଜାରି କରିଛି। କିନ୍ତୁ ଏଭଳି ଏକ ପରିସ୍ଥିତିରେ ଓଡ଼ିଶାରେ ପୁଣି ଏକ ରାଜ୍ୟରେ ପୁଣି ଜାଡ଼ ଭାଙ୍ଗିବ ଜାଡ଼। ଏଭଳି ଭାବରେ ଯେଉଁଭଳି ରହିଛି ଓଡ଼ିଶାରେ
ତା ପାଖାପାଖି 3 ଡିଗ୍ରୀରୁ 2 ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ଓ ସବୁଠି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଆହୁରି ପାଖାପାଖି 1ରୁ ସପ୍ତାହରୁ 3 ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷ ଶୀତ ରହିବ ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ, ଯେଉଁଭଳି ଭାବରେ ଓଡ଼ିଶାରେ ରହିଛି ଶୀତର ପ୍ରକୋପ ରହିଛି, ଓଡ଼ିଶାରେ ବର୍ତ୍ତମାନ ଖିନଭିନ କରୁଛି ଶୀତର ପ୍ରକୋପ। এই শীত ভিতরে বর্তমান ওড়িশারে আমি ଆପଣମାନଙ୍କୁ କିଛି ଦୃଶ୍ୟ ମାଧ୍ୟମରେ ଦେଖାଉଛୁ, ଯେଉଁଠି ସକାଳର ଦୃଶ୍ୟ, ଯେଉଁ ସକାଳର ଦୃଶ୍ୟ ବର୍ତ୍ତମାନ ଓଡ଼ିଶାରେ ପାଖାପାଖି ଆହୁରି 1 ସପ୍ତାହକୁ 3 ଦିନ ପର୍ଯ୍ୟନ୍ତ ଜାଡ଼ ଶୀତ ରହିବ ଏବଂ ଯା ଶୀତ ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ତ୍ତମାନ ବର୍ଷାର ରବ ବୋଲି ମଧ୍ୟ ଆକଳନ କରୁଛି। କିନ୍ତୁ ପଶ୍ଚିମ ଝଡ଼ ପ୍ରଭାବ 19ରୁ 20 ତାରିଖ ପର୍ଯ୍ୟନ୍ତ 19-20 পর্যন্ত পশ্চিম ঝড় প্রভাব ওড়িশা উপরে রহিব। এই পশ্চিম ঝড় পথে রহিলা পরে শীতর টিকে ব্রেক লাগিব বলি আকলন মধ্য করুছি ভারতীয় পাণিপাগ বিভাগ। ভারতীয় পাণিপাগ বিভাগ তরফରୁ বর্তমান সতর্ক সূচনা মধ্য জারি করেছি। কিন্তু অনেক জেলায় বর্তমান আকাশ মেঘাচ্ছন্ন রয়েছে এবং বিজুলি ঘড়ঘড়ি সহিত বর্ষাকু নেই মধ্য হালকা মধ্যাকু নেই মধ্য করা যাইছে। কিন্তু আজি দিন তমাম বর্তমান সকাল কিছু দৃশ্য মাধ্যমে আমি দেখুছু দর্শক বন্ধু, বর্তমান কোহলা পবন পিটুছি এবং ঝিপি ঝিপি বর্ষার বর্তমান পূর্বান করেছি মধ্য আঞ্চলিক পাণিপাগ বিভাগ তরফରୁ ମଧ୍ୟ পূর্বান করা যাইছি। আমি কিছু দৃশ্য আমি ଆପଣମାନଙ୍କ ପାଖରେ ରଖୁଛୁ ଦର୍ଶକ ବନ୍ଧୁ। ଏଭଳି ଏକ ସ୍ଥିତିରେ ବର୍ତ୍ତମାନ ଓଡ଼ିଶା ରହିଛି ବେହାଲ ପରିସ୍ଥିତିରେ। ଆମେ ଗୋଟେ କଥା କହିପାରିବୁ, ବର୍ତ୍ତମାନ ଅମଳ ଧାନ ଅମଳ ଟାଇମ୍ରେ ଯଦି ଏଭଳି ଭାବରେ ଶୀତର ପ୍ରକୋପ ଅଧିକ ରହିବ ତାହେଲେ ସରକାରଙ୍କ ତରଫରୁ ବର୍ତ୍ତମାନ ସବୁ ସୋସାଇଟିରେ ସେବା ସମବାୟ ଯେଉଁ ଅଛି ସେଥିମଧ୍ୟରେ ଖୋଲା ସରିଛି, ଧାନ ସରକାରଙ୍କ ତରଫରୁ ଖୋଲା ସରିଛି। କିନ୍ତୁ ହାର୍ଭେଷ୍ଟିଂ ସମୟରେ କୃଷକର ହାର୍ଭେଷ୍ଟିଂ ସମୟରେ ଯେଉଁଭଳି ଭାବରେ ଧାନ ଅମଳ ଟାଇମ୍ରେ ଯେଉଁଭଳି ବର୍ଷା ଯଦି ରୁହେ, ଟିପିଟିପି ବର୍ଷା ଯଦି ରୁହେ, ତାହେଲେ ନିଶ୍ଚିତ ଭାବରେ ଆମେ କହିପାରିବା ବର୍ଷାର ଯେଉଁଭଳି ତାଣ୍ଡବ ଲୀଳା ରହିବ ତାହା ମଧ୍ୟ ସ୍ପଷ୍ଟ କରୁଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ ତରଫରୁ ବର୍ତ୍ତମାନ ସତର୍କ ସୂଚନା ମଧ୍ୟ ଜାରି କରିଛି। ଅନେକ ଜିଲ୍ଲାରେ ବର୍ତ୍ତମାନ ବର୍ଷାର ମଧ୍ୟ ହେବ ବୋଲି ମଧ୍ୟ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଆମେ କହି ରଖୁଛୁ ଯେଉଁଥିରେ ବଙ୍ଗୋପସାଗରରେ ଯେଉଁଭଳି ଲଘୁଚାପଟି ସୃଷ୍ଟି ହୋଇଛି ତାହା ମଧ୍ୟ ଜେନେରେଟ୍ କରୁଥିଲା କିଛି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ କିଛି ଓଡ଼ିଶାକୁ ଏହାର ବିପଦ ସଂକେତ ଥିବା ଭଳି ମଧ୍ୟ ଲାଗୁଥିଲା। ଏବଂ ପରେ ପରେ ବର୍ତ୍ତମାନ ଯେଉଁଭଳି ଉତ୍ତର ପବନ ଏବଂ ପଶ୍ଚିମ ଝଡ଼ ପ୍ରଭାବରେ ବର୍ତ୍ତମାନ ଦିନ ତମାମ ଆଜି 3ଟା କି 2ଟା ଦିନରେ ବର୍ତ୍ତମାନ ଶୀତର ପ୍ରକୋପ ଲାଗୁଥିଲା ଏବଂ ପ୍ରତ୍ୟେକ ଲୋକମାନେ ବର୍ତ୍ତମାନ ଶୀତବସ୍ତ୍ର ଥିଲେ ଏବଂ ଶୀତ ବସ୍ତ୍ର କାଢ଼ୁନଥିଲେ ଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଆଉ ଗୋଟେ କଥା କହିପାରିବା, ଯେଉଁଭଳି ଲଘୁଚାପ ଜନିତ ବର୍ଷା ଓଡ଼ିଶା ଉପରେ ରହିଛି ତାହାର ବର୍ତ୍ତମାନ ରହିବ କି, ବର୍ତ୍ତମାନ ଯେଭଳି ପ୍ରଶ୍ନ ହେଉଛି। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ବର୍ତ୍ତମାନ ସ୍ପଷ୍ଟ କରାଯାଇଛି କିନ୍ତୁ ଓଡ଼ିଶାରେ ଲଘୁଚାପ ବର୍ଷାର ପ୍ରଭାବ ନାହିଁ। ତାହେଲେ ଆମେ ଯଦି କହିପାରିବା ଓଡ଼ିଶାରେ ଯଦି ନାହିଁ ତାହେଲେ ଆମେ କହିପାରିବା ଶୀତର ପ୍ରକୋପ ଟିକେ ଅଧିକ ରହିବ। ଏଥର ପାଖାପାଖି ଆହୁରି 1ରୁ 2 ସପ୍ତାହ ପର୍ଯ୍ୟନ୍ତ ଶୀତର ପ୍ରକୋପ ଅଧିକ ରହିବ ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର କହିବା ଅନୁଯାୟୀ ଓଡ଼ିଶାରେ ଯେଉଁଭଳି ଶୀତ ପ୍ରକୋପ ରହିଥିଲା, ବର୍ତ୍ତମାନ ଯେଉଁ 30ଟି ଜିଲ୍ଲାରେ ଆମେ ଆପଣମାନଙ୍କୁ କହି ରଖୁଛୁ 30ଟା ଜିଲ୍ଲାରେ ବର୍ତ୍ତମାନ ପାଖାପାଖି 18ଟି ଜିଲ୍ଲାରେ ଥଣ୍ଡା ପବନ ସହିତ ବର୍ତ୍ତମାନ ଶୀତର ପ୍ରକୋପ ଅଧିକ ରହୁଛି ଏବଂ ଏହି ଜିଲ୍ଲାମାନଙ୍କରେ ଅତ୍ୟଧିକ ବର୍ଷା ଫଳରେ ଏବଂ ହାଲକା ମଧ୍ୟମ ଧରଣର ବର୍ଷାକୁ ନେଇ ବର୍ତ୍ତମାନ ସତର୍କ ସୂଚନା ମଧ୍ୟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ତରଫରୁ ବର୍ତ୍ତମାନ ଯେଉଁଭଳି ଚାଷ ଉପରେ ରବି ଚାଷ ଉପରେ କୃଷକର ମେରୁଦଣ୍ଡ ସାଜୁଥିବା ବର୍ତ୍ତମାନ ଚାଷ ଉପରେ ନିର୍ଭର କରୁଥିବା କୃଷକ ଏବଂ ବର୍ତ୍ତମାନ ରବି ଫସଲ ସମୟ, এই ରବି ଫସଲ ସମୟରେ ଯଦି ଲଘୁଚାପର ବର୍ଷା ଝିପିଝିପି ହୁଏ ତାହେଲେ ନିଶ୍ଚିତ ଭାବରେ କିଛି ରବି ଫସଲ ନଷ୍ଟ ହେବାର ମଧ୍ୟ ଆଶଙ୍କା ରଖିଛି ଭାରତୀୟ ପାଣିପାଗ ବିଭାଗ। ଏବଂ ଭାରତୀୟ ପାଣିପାଗ ବିଭାଗ ତରଫରୁ ମଧ୍ୟ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।